ବିଜୁ ବାବୁ ଥିଲେ। ବିଜୁ ବାବୁଙ୍କ ପୂର୍ବରୁ ଆମ ପାଟକୁରାରେ ଏମଏଲଏ ଥିଲେ ଲୋକନାଥ ମିଶ୍ର। ଲୋକନାଥ ମିଶ୍ରଙ୍କ ପରେ ବିଜୁ ବାବୁ ନିଜେ ନେଇ ବିଜୟ ମହାପାତ୍ରକୁ ଆମକୁ ସମର୍ପି ଦେଲେ। ଟାଣୁଆ ନେତା, ଓଡ଼ିଶାରେ ତାଙ୍କର ସୁନାମ ରହିଛି, ଦକ୍ଷ ପ୍ରଶାସନକ, ଦକ୍ଷ ସଂଗଠକ ଏବଂ ଆମ ପାଟକୁରା ପ୍ରଗତି ରଥର ସେ ହେଉଛନ୍ତି ମହାନଦୀରେ ଥିଲେ, ସାମ୍ବାଦିକ କରୁଥିଲେ, ତାଙ୍କୁ ଆଣି ରାଜନୀତିରେ ପୁରେଇଲେ, କେନ୍ଦ୍ରକୁ ପଠେଇଲେ, କେନ୍ଦ୍ରରେ ଇସ୍ପାତ ମନ୍ତ୍ରୀ ହେଲେ କିଏ ଇଏ ନବୀନ ବାବୁ। ପୁଣି ଆଣିକିରି ବିଜେଡି ସଂଗଠନ ଗଢ଼ିଲେ, ତାଙ୍କୁ ଆଣି ଏଠି ସଭାପତି କଲେ ଇଏ ବିଜୟ ବାବୁ। ଇଏ କ'ଣ କଲେ ନା କୁଚକ୍ରାନ୍ତ କରି ବିଜୟ ବାବୁଙ୍କର ଟିକେଟକୁ 10 ମିନିଟ୍ ଅଛି ନମିନେସନ୍ ଫାଇଲ୍ କରିବା ପାଇଁ ତାଙ୍କୁ ସସ୍ପେଣ୍ଡ କରିଦେଲେ। ତେଣୁ ଆମ ନେତା ଆମେ ହରେଇକିରି କାନ୍ଦି କାନ୍ଦିକି ଆଜି ପର୍ଯ୍ୟନ୍ତ ଥିଲୁ। ତାପରେ ଯାହାକୁ ଦେଇଥିଲେ କେହି ଆମେ ପାଟକୁରାର ପ୍ରଗତି କଲେନି। ଇଏ ଗୋଟେ ବିଜୟଙ୍କ ପୁଅ, ଯେମିତି ବାପସେ ବେପାର ଝାଟା ହୁଏ ସେମିତି ଇଏ ଥିଲେ, ସେମିତି ଦକ୍ଷ ଦକ୍ଷ ସୈନିକ। ସେ ଯେତିକି ଅଳ୍ପ ଦିନ ଭିତରେ ରହିଛି, ଯେତିକି କାମ କରିଛି, ଲୋକମାନଙ୍କର ଯେତିକି ପ୍ରିୟ ହେଇଛି, କୌଣସି ନେତା ହେବେନି। ତେଣୁ ସେମାନେ ଈର୍ଷା କରି ଯେ ଯେଉଁ ନେତାମାନେ ଅନ୍ୟ ଆଡ଼େ ଥିଲେ ସେମାନେ ସେଠୁ ଆଉ ପାଇବେନି, ଏଠି ପଶିବେ ବୋଲି ସେ ଚକ୍ରାନ୍ତ କରି ଆଙ୍କୁ ଆସି କାନ କହିକିରି ଏ ନବୀନ ବାବୁକୁ ନବୀନ ପଟ୍ଟନାୟକକୁ ଆଙ୍କୁ ସସ୍ପେଣ୍ଡ କରିଲେ। ତେଣୁ ଆମେ ଚାହୁଁଛୁ ସସ୍ପେଣ୍ଡର କାରଣ କ'ଣ, କେତେବେଳେ କେଉଁଠାରେ କେଉଁଠି ସେ ଆପଣଙ୍କର ବିରୁଦ୍ଧରେ କହିଛନ୍ତି କି ପାର୍ଟି ବିରୁଦ୍ଧରେ କହିଛନ୍ତି, ଆପଣ ତାର ଜବାବ ଦିଅନ୍ତୁ। ଖାଲି ସସ୍ପେଣ୍ଡ କରିଦେଲେ ହବନି। ଆଉ ଆମେ ବି ଆଜି ଶପଥ କରି କହୁଛୁ ଆଜ୍ଞା, ଅନ୍ୟ କୁଚକ୍ରୀ ମାନେ, କୁଚକ୍ରୀ ଯୋଉମାନେ ଅଛନ୍ତି ତାଙ୍କ ପାଖରେ, ସେ ତ ସବୁବେଳେ ପାଖ ଲୋକ, ସେମିତି କାହା ପଏଣ୍ଟ ଆଉଟ୍ କରିବିନି ମୁଁ। କୁଚକ୍ରୀ ମାନଙ୍କ ପରାମର୍ଶରେ ସେମାନେ କରିଛନ୍ତି, ତାକୁ ମୁଁ କାହାକୁ ପଏଣ୍ଟ ଆଉଟ୍ କରୁନି। ତ ବୁଝନ୍ତୁ ଇଏ ଯୋଉମାନେ କୁଚକ୍ରୀ ମାନେ ଅଛନ୍ତି ଆମେ ପୁରେଇ ଦବୁନି ସେମାନଙ୍କୁ। ତେଣୁ ଅରବିନ୍ଦ ବାବୁ ଆମର ଜଣେ ପ୍ରିୟ ନେତା ଏବଂ ଆମେ ଅରବିନ୍ଦ ବାବୁ ପାଇକିରି ପାଟକୁରାବାସୀ ଗର୍ବ କରୁଛୁ। ତେଣୁ ସେଭଳି ନେତାଙ୍କୁ ଯିଏ ସସ୍ପେଣ୍ଡ କରିଛି ଆମକୁ ତାର କାରଣ ଦିଅନ୍ତୁ। ଖାଲି ବିନା କାରଣରେ ସସ୍ପେଣ୍ଡ କଲେ ଆମେ ଯୋଉ କୁଚକ୍ରୀ ହେଲେ କିମ୍ବା ଏ ବିଜେଡିର ଯାହାକୁ ସେ ପଠେଇବେ ତାହାକୁ ଆମେ ପାଟକୁରାରେ ପୁରେଇ ଦବୁନୁ। ଏଇଟା ଆମର ସେମାନେ ବିରୋଧ ଦଳରେ ବିଜେପି କି ଦେଇଛନ୍ତି ଭୋଟ, ବିଜେପି କି ଦେଇଛନ୍ତି ଭୋଟ ସେଇମାନେ। ଆମେ ହଉଛୁ ଖାଣ୍ଟି ବିଜେଡି ବାଲା। ଆମେ କଂଗ୍ରେସରେ ଥିଲୁ, ବିଜେଡି କୁ ଆସିଛୁ ଖାଣ୍ଟି। ଆମେ ନେତା ଚାହୁଁ, ଆମେ ଦଳ ଚାହୁଁ, ଆମର ଯିଏ ନେତା ଭଲ। ମୁଁ କଂଗ୍ରେସରେ ମୂଳରୁ ଥିଲି, ଯେତେବେଳେ ବିଜୁ ପଟ୍ଟନାୟକ ଠିଆ ହେଲେ ତାଙ୍କୁ ଭୋଟ ଦେଲି, ଯେତେବେଳେ ବିଜୟ ମହାପାତ୍ର ଠିଆ ହେଲେ ତାଙ୍କୁ ମୁଁ ଭୋଟ ଦେଇଛି। କାରଣ ମୁଁ ଲୋକଙ୍କୁ ଯିଏ କାମ କରିବ ସିଏ ଆମର ସାବାସ ପୁଅ। ତେଣୁ ବିଜୟ ମହାପାତ୍ର ଆମର ସାବାସ ପୁଅ, ଯୋଉଟା କି ଇଏ ଓଡ଼ିଶା ସାରା ତାକୁ ଧନ୍ୟ ଧନ୍ୟ କହୁଛି। ତାକୁ ଆମେ ଚକ୍ରାନ୍ତ କରି ନିଲମ୍ବନ କଲେ ଆମ ଅରବିନ୍ଦ ବାବୁଙ୍କୁ ନିଲମ୍ବନ ଆମେ ଅନୁରୋଧ କରୁଛୁ, ଉଠେଇ ଦିଅନ୍ତୁ ଆମ ନେତାଙ୍କୁ। ଆମ ଅନୁରୋଧ ରଖି ନ ପାରିବେ ତାହେଲେ ପାଟକୁରାବାସୀ ଏ କଥାକୁ ନିଶ୍ଚିତ ଜବାବ ଦେବ। ପରବର୍ତ୍ତୀ ଷ୍ଟେପରେ ଆମେ ନିଶ୍ଚିତ ଜବାବ ଦେବୁ। 29 ମସିହାରେ ଆମେ ନିଶ୍ଚିତ ଜବାବ ଦେବୁ। ଆମର ଅଭିଯୋଗ ନ ଶୁଣନ୍ତି ଆମେ 29 ମସିହାରେ ନିଶ୍ଚିତ ବିଚାର କରିବୁ। ଆମେ ପାଟକୁରାବାସୀ ନିଶ୍ଚିତ ଜବାବ ଦେବୁ। ଅରବିନ୍ଦ କଲେ ଆମେ ନବୀନ ବାବୁଙ୍କର ନିର୍ଦ୍ଧାରିତ କରିବୁ 2029ରେ ଆମେ ବିଜେଡି ଦଳ ପାଇଁ ଟୋଟାଲ ଶଙ୍କର ଆମେ ଟୋଟାଲ ହଟେଇ ଦେବୁ। ପାଟକୁରାରୁ ଟୋଟାଲ ହଟେଇ ଦେବୁ। ପୁନର୍ବିଚାର ନହେଲେ ସୁପ୍ରିମ ନିଜେ ଶୁଣିକି ସେ ଟୋଟାଲ ସମ୍ପୂର୍ଣ୍ଣ ମିଥ୍ୟା। ବିରୋଧୀ ଧର୍ମଶାଳା ସେଇ କରେଛି ଧର୍ମଶାଳା।